ଆଜିର ଆମର ବିଷୟ ହେଉଛି ଭାରତରେ ଖ୍ରୀଷ୍ଟ ଧର୍ମ। 1894 ମସିହା 11 ମାର୍ଚ୍ଚରେ ପ୍ରଦତ୍ତ ବକ୍ତୃତାର ବିବରଣୀ ଡେଟ୍ରଏଟ୍ ଫ୍ରି ପ୍ରେସ୍ରେ ପ୍ରକାଶିତ। ଗତ ରାତିରେ ଡେଟ୍ରଏଟ୍ ଅପେରା ହାଉସ୍ରେ ବିବେକାନନ୍ଦ ଏକ ବିରାଟ ଶ୍ରୋତୃମଣ୍ଡଳୀ ସମ୍ମୁଖରେ ବକ୍ତୃତା କରିଥିଲେ। ଏଠାରେ ସେ ଖୁବ୍ ଆନ୍ତରିକ ଅଭ୍ୟର୍ଥନା ପାଇଛନ୍ତି ଏବଂ ଅପୂର୍ବ ବାଗ୍ମିତାପୂର୍ଣ୍ଣ ଏକ ଭାଷଣ ଦେଇଛନ୍ତି। ପୁରା 2.5 ଘଣ୍ଟା ସେ କହିଥିଲେ। ଜାପାନ ଓ ଚୀନରେ ମିଶନାରୀମାନଙ୍କର କାର୍ଯ୍ୟ ସମ୍ପର୍କରେ ମୁଁ ବିଶେଷ କିଛି ଜାଣେ ନାହିଁ, କିନ୍ତୁ ଭାରତବର୍ଷରେ ସେମାନଙ୍କ ସମ୍ବନ୍ଧରେ ମୋର ଯଥେଷ୍ଟ ଜ୍ଞାନ ଅଛି। ଏହି ଦେଶର ଲୋକମାନେ ମନେ କରନ୍ତି ଭାରତବର୍ଷ ଗୋଟିଏ ବିରାଟ ପତିତ ଭୂଖଣ୍ଡ। ସେଠାରେ ଅନେକ ଜଙ୍ଗଲ ଆଉ କେତୋଟି ସଭ୍ୟ ଇଂରେଜ ଅଛନ୍ତି। ଭାରତବର୍ଷ ଆୟତନରେ ଯୁକ୍ତରାଷ୍ଟ୍ରର ପ୍ରାୟ ଅଧେ ଏବଂ ଲୋକସଂଖ୍ୟା 30 କୋଟି। ସେ ଦେଶ ସମ୍ବନ୍ଧରେ ଅନେକ ଗପ କୁହା ହୁଏ ଏବଂ ସେଗୁଡ଼ିକୁ ଅସ୍ୱୀକାର କରି ମୁଁ କ୍ଳାନ୍ତ ହୋଇପଡ଼ିଛି। ଖ୍ରୀଷ୍ଟିଆନମାନେ ଯେତେବେଳେ କୌଣସି ନୂଆ ଦେଶକୁ ଯାଇଛନ୍ତି, ସେତେବେଳେ ସେମାନେ ସେଠାକାର ଅଧିବାସୀମାନଙ୍କୁ ଯେପରି ଭାବରେ ନିର୍ମୂଳ କରିବା ପାଇଁ ଚେଷ୍ଟା କରିଛନ୍ତି, ଭାରତର ପ୍ରଥମ ବିଜେତା ଆର୍ଯ୍ୟମାନେ ଭାରତର ଆଦି ଅଧିବାସୀମାନଙ୍କୁ ସେପରି ନିର୍ମୂଳ କରିବା ପାଇଁ ଚେଷ୍ଟା କରିନାହାନ୍ତି। ବରଂ ସେମାନଙ୍କର ପ୍ରୟାସ ଥିଲା କିପରି ପଶୁ ପ୍ରକୃତିର ମନୁଷ୍ୟଙ୍କୁ ଉନ୍ନତ କରାଯାଇପାରେ। ସ୍ପେନ୍ ଦେଶର ଲୋକେ ଖ୍ରୀଷ୍ଟ ଧର୍ମ ନେଇ ସିଂହଳକୁ ଆସିଥିଲେ। ସେମାନେ ଭାବିଥିଲେ ପୌତଳିକମାନଙ୍କୁ ନିଧନ କରି ସେମାନଙ୍କର ମନ୍ଦିର ଭାଙ୍ଗି ପକାଇବା ପାଇଁ ଈଶ୍ୱର ସେମାନଙ୍କୁ ଆଦେଶ ଦେଇଛନ୍ତି। ବୌଦ୍ଧମାନଙ୍କ ନିକଟରେ ସେମାନଙ୍କର ଧର୍ମଗୁରୁଙ୍କର 1 ଫୁଟ ଲମ୍ବା ଗୋଟିଏ ଦାନ୍ତ ଥିଲା। ସ୍ପେନ୍ର ଲୋକମାନେ ତାହାକୁ ସମୁଦ୍ରକୁ ଫୋପାଡ଼ି ଦେଲେ, କେତେ ହଜାର ଲୋକଙ୍କୁ ହତ୍ୟା କଲେ ଏବଂ ମାତ୍ର କେତେ କୋଟି ଲୋକଙ୍କୁ ଧର୍ମାନ୍ତରିତ କଲେ। ପର୍ତ୍ତୁଗୀଜମାନେ ଆସିଥିଲେ ପଶ୍ଚିମ ଭାରତକୁ। ହିନ୍ଦୁମାନେ ଈଶ୍ୱରଙ୍କର ତ୍ରିମୂର୍ତ୍ତିରେ ବିଶ୍ୱାସୀ ଏବଂ ସେହି ପବିତ୍ର ବିଶ୍ୱାସରେ ପ୍ରଣୋଦିତ ହୋଇ ସେମାନେ ଗୋଟିଏ ମନ୍ଦିର ଗଢ଼ିଥିଲେ। ଆକ୍ରମଣକାରୀମାନେ ମନ୍ଦିରଟି ଦେଖି କହିଲେ, ଏହା ଶୈତାନର ସୃଷ୍ଟି। ସୁତରାଂ ସେହି ଅପୂର୍ବ କୀର୍ତ୍ତିଟିକୁ ବିନାଶ କରିବା ପାଇଁ ସେମାନେ ଗୋଟିଏ କମାଣ ନେଇ ଆସି ଗୋଟିଏ ଅଂଶ ଧ୍ୱଂସ କଲେ। କ୍ରୁଦ୍ଧ ଜନସାଧାରଣ ସେମାନଙ୍କୁ ଦେଶରୁ ବିତାଡ଼ିତ କରିଦେଲେ। ପ୍ରଥମ ଦିଗରୁ ମିଶନାରୀମାନେ ଦେଶ ଅଧିକାର କରିବା ଚେଷ୍ଟା କରିଛନ୍ତି ଏବଂ ବଳ ପ୍ରୟୋଗ କରି ସେଠାରେ ଘାଟି ସ୍ଥାପନ କରିବା ଚେଷ୍ଟାରେ ବହୁ ଲୋକଙ୍କୁ ହତ୍ୟା କରିଛନ୍ତି ଏବଂ କିଛି ଲୋକଙ୍କୁ ଧର୍ମାନ୍ତରିତ କରିଅଛନ୍ତି। ସେମାନଙ୍କ ମଧ୍ୟରେ କେହି କେହି ନିଜର ଜୀବନ ରକ୍ଷା ପାଇଁ ଖ୍ରୀଷ୍ଟିଆନ ହୋଇଛନ୍ତି। ପର୍ତ୍ତୁଗୀଜମାନଙ୍କର ତରବାରୀ ଭୟରେ ଧର୍ମାନ୍ତରିତମାନଙ୍କ ମଧ୍ୟରୁ 99 ଜଣ ବାଧ୍ୟ ହୋଇଛନ୍ତି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ଏବଂ ସେମାନେ କହନ୍ତି, ଆମେମାନେ ଖ୍ରୀଷ୍ଟ ଧର୍ମରେ ବିଶ୍ୱାସ କରୁନାହୁଁ, କିନ୍ତୁ ଆମେ ନିଜକୁ ଖ୍ରୀଷ୍ଟିଆନ ବୋଲି କହିବାକୁ ବାଧ୍ୟ ହୋଇଅଛୁ। କ୍ୟାଥୋଲିକ୍ ଖ୍ରୀଷ୍ଟ ଧର୍ମ ମଧ୍ୟ ଶୀଘ୍ର ମୁଣ୍ଡ ହଲେଇ ଉଠିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତର ଏକ ଅଂଶ ଅଧିକାର କରି ବସିଲା। ସୁଯୋଗର ସଦ୍ବ୍ୟବହାର ଅଭିପ୍ରାୟ ନେଇ ସେମାନେ ମିଶନାରୀମାନଙ୍କୁ ଦୂରରେ ରଖିଥିଲେ। ହିନ୍ଦୁମାନେ ପ୍ରଥମେ ମିଶନାରୀମାନଙ୍କୁ ସ୍ୱାଗତ ଜଣାନ୍ତି, ବ୍ୟବସାୟରେ ବ୍ୟସ୍ତ ଇଂରେଜମାନେ ନୁହନ୍ତି। ପରବର୍ତ୍ତୀ କାଳର ପ୍ରଥମ ମିଶନାରୀମାନଙ୍କ ମଧ୍ୟରେ କେତେଜଣଙ୍କ ପ୍ରତି ମୋର ଖୁବ୍ ଶ୍ରଦ୍ଧା ଅଛି। ସେମାନେ ଥିଲେ ଯୀଶୁଙ୍କର ଯଥାର୍ଥ ସେବକ। ସେମାନେ ଭାରତବାସୀଙ୍କୁ ନିନ୍ଦା କରିନାହାନ୍ତି ବା ସେମାନଙ୍କ ସମ୍ବନ୍ଧରେ ଜଘନ୍ୟ ମିଥ୍ୟା କଥା ରଟାଇ ନାହାନ୍ତି। ସେମାନେ ଥିଲେ ଭଦ୍ର ଓ ସହୃଦୟ। ଇଂରେଜମାନେ ଯେତେବେଳେ ଭାରତର ପ୍ରଭୁ ହୋଇ ବସିଲେ, ସେତେବେଳୁ ମିଶନାରୀମାନଙ୍କର ଉଦ୍ୟମ ନିସ୍ତେଜ ହେବାକୁ ଆରମ୍ଭ କଲା। ଏହି ଅବସ୍ଥା ହିଁ ଭାରତରେ ମିଶନାରୀମାନଙ୍କର ବୈଶିଷ୍ଟ୍ୟ ହୋଇ ରହିଛି। ପ୍ରଥମେ ଜଣେ ମିଶନାରୀ ଡକ୍ଟର ଲଙ୍ଗ ଏହି ଦେଶର ମନୁଷ୍ୟମାନଙ୍କ ପାର୍ଶ୍ୱରେ ଆସି ଛିଡ଼ା ହେଲେ। ନୀଳ ଉତ୍ପାଦନକାରୀମାନଙ୍କ ଦ୍ୱାରା ଭାରତରେ ଯେଉଁ ଅନ୍ୟାୟ ଅନୁଷ୍ଠିତ ହୋଇଅଛି, ତାହାର ବର୍ଣ୍ଣନା ସମ୍ବଳିତ ଗୋଟିଏ ଭାରତୀୟ ନାଟକର ସେ ଅନୁବାଦ କରିଥିଲେ। ତାହାର ଫଳ କ'ଣ ହୋଇଥିଲା? ଇଂରେଜମାନେ ତାଙ୍କୁ ଜେଲରେ ପୁରାଇଥିଲେ। ଏହିସବୁ ମିଶନାରୀ ଦେଶର ମଙ୍ଗଳ ସାଧନ କରିଛନ୍ତି, କିନ୍ତୁ ସେମାନଙ୍କର ଯୁଗ ଚାଲିଯାଇଛି। ସୁଏଜ ଖାଲି ବହୁ ଅମଙ୍ଗଳର ପଥ ପ୍ରଶସ୍ତ କରିଦେଇଛି। ବର୍ତ୍ତମାନର ମିଶନାରୀମାନେ ବିବାହିତ ବୋଲି ସେମାନଙ୍କର କାର୍ଯ୍ୟ ବ୍ୟାହତ ହୁଏ। ମିଶନାରୀ ଜନସାଧାରଣଙ୍କ ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ, ସେମାନଙ୍କର ଭାଷାରେ କଥା କହିପାରନ୍ତି ନାହିଁ। ସେଥିପାଇଁ ତାଙ୍କୁ ଗୋଟିଏ ଛୋଟ ଶ୍ୱେତକାୟ କଲୋନୀରେ ବାସ କରିବାକୁ ହୁଏ।
ବିବାହିତ ବୋଲି ଏପରି କରିବାକୁ ସେ ବାଧ୍ୟ ହୁଏ। ବିବାହିତ ନ ହୋଇଥିଲେ ସେ ଯାଇ ସାଧାରଣ ମନୁଷ୍ୟ ମଧ୍ୟରେ ବାସ କରିପାରନ୍ତେ ଏବଂ ପ୍ରୟୋଜନ ହେଲେ ମାଟିରେ ଶୋଇପାରନ୍ତେ। ସୁତରାଂ ଭାରତରେ ତାଙ୍କର ସ୍ତ୍ରୀ ଓ ସନ୍ତାନମାନଙ୍କର ସଙ୍ଗୀ ଖୋଜିବା ପାଇଁ ଇଂରାଜୀ ଭାଷାଭାଷୀମାନଙ୍କ ମଧ୍ୟରେ ବାସ କରିବାକୁ ହୁଏ। ମିଶନାରୀ ପ୍ରଚେଷ୍ଟା ଭାରତବର୍ଷର ଅନ୍ତରାତ୍ମାକୁ ଲେଶମାତ୍ର ସ୍ପର୍ଶ କରିପାରିନାହିଁ। ଅଧିକାଂଶ ମିଶନାରୀ ସେମାନଙ୍କ କାର୍ଯ୍ୟର ଅଯୋଗ୍ୟ। ମୁଁ ଜଣେ ହେଲେ ମିଶନାରୀ ଦେଖିନାହିଁ ଯେ ସଂସ୍କୃତ ଜାଣନ୍ତି। କୌଣସି ଦେଶର ମନୁଷ୍ୟ ଓ ଐତିହ୍ୟ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ବ୍ୟକ୍ତି ସେହି ଦେଶର ଲୋକମାନଙ୍କ ପ୍ରତି ସହାନୁଭୂତି ସମ୍ପନ୍ନ ହେବ କିପରି? ମୁଁ କାହାରି ଉପରେ ଦୋଷାରୋପ କରୁନାହିଁ। ତେବେ ଏ କଥା ସତ୍ୟ ଯେ ଖ୍ରୀଷ୍ଟିଆନମାନେ ଏପରି ଲୋକମାନଙ୍କୁ ମିଶନାରୀ କରିପଠାନ୍ତି ଯେଉଁମାନଙ୍କର ଆଦୌ ଯୋଗ୍ୟତା ନାହିଁ। ଏହା ଦୁଃଖର ବିଷୟ ଯେ ପ୍ରକୃତ ସନ୍ତୋଷଜନକ ଫଳ କିଛି ବି ହେଉନାହିଁ, ଅଥଚ କେତେକ ଲୋକଙ୍କୁ ଧର୍ମାନ୍ତରିତ କରିବା ପାଇଁ ଟଙ୍କା ଖରଚ କରାହେଉଅଛି। ମୁଷ୍ଟିମେୟ ଯେଉଁମାନେ ଧର୍ମାନ୍ତରିତ ହେଉଛନ୍ତି ସେମାନେ ମିଶନାରୀମାନଙ୍କର ଚାରିପାଖରେ ଘୂରନ୍ତି ଏବଂ ସେମାନଙ୍କ ଉପରେ ନିର୍ଭର କରି ଜୀବିକା ଅର୍ଜନ କରନ୍ତି। ଯେଉଁ ସବୁ ଧର୍ମାନ୍ତରିତଙ୍କୁ ଭାରତରେ ଚାକିରିରେ ମୁକରିରେ କରାହୁଏ ନାହିଁ, ସେମାନେ ପୁଣି ଖ୍ରୀଷ୍ଟ ଧର୍ମ ତ୍ୟାଗ କରନ୍ତି। ସଂକ୍ଷେପରେ ସମଗ୍ର ବ୍ୟାପାରଟା ହେଲା ଏହି। ଧର୍ମାନ୍ତରିତ କରିବାର ପ୍ରକାରଟା ଏକାବେଳକେ ହାସ୍ୟ ଉଦ୍ଦୀପକ। ମିଶନାରୀମାନଙ୍କର ଆନିତ ଟଙ୍କା ସେମାନେ ଗ୍ରହଣ କରନ୍ତି। ଶିକ୍ଷା ଦିଗଟା ବିବେଚନା କଲେ ମିଶନାରୀମାନଙ୍କର ପ୍ରତିଷ୍ଠିତ କଲେଜଗୁଡ଼ିକ ସନ୍ତୋଷଜନକ, କିନ୍ତୁ ଧର୍ମ ବ୍ୟାପାରରେ ସମ୍ପୂର୍ଣ୍ଣ ଅଲଗା। ହିନ୍ଦୁମାନେ ତୀକ୍ଷ୍ଣ ବୁଦ୍ଧିର ଲୋକ। ସେମାନେ ବନିଶୀରେ ଧରା ନ ଦେଇ ଥପଟି ଖାଇଦିଅନ୍ତି। ସେମାନଙ୍କର ଆଶ୍ଚର୍ଯ୍ୟ ସହନଶୀଳତା। ଏକଦା କୌଣସି ମିଶନାରୀ କହିଥିଲେ, ପୁରା ବ୍ୟାପାରଟିରେ ସବୁଠାରୁ ବଡ଼ ଅସୁବିଧା ଏଇଠାରେ। ଆତ୍ମସନ୍ତୁଷ୍ଟ ଲୋକମାନଙ୍କୁ କଦାପି ଧର୍ମାନ୍ତରିତ କରିବା ସମ୍ଭବ ନୁହେଁ। ଆଉ ମହିଳା ମିଶନାରୀମାନେ କୌଣସି ଘରକୁ ଯାଇ ସ୍ତ୍ରୀ ଲୋକମାନଙ୍କୁ ବାଇବେଲ ସମ୍ପର୍କରେ କିଛି ଶିକ୍ଷା ଦିଅନ୍ତି ଏବଂ ସିଲାଇ କାର୍ଯ୍ୟ ଶିଖାନ୍ତି। ଏଥିପାଇଁ ସେମାନେ ପ୍ରତି ମାସରେ 4 ଶିଲିଂ କରି ପାଆନ୍ତି। ଭାରତର ସ୍ତ୍ରୀ ଲୋକମାନେ କଦାପି ଧର୍ମାନ୍ତରିତ ହେବେ ନାହିଁ। ସ୍ୱଦେଶର ନାସ୍ତିକତା ଓ ସଂଶୟବାଦ ହିଁ ମିଶନାରୀମାନଙ୍କୁ ଅନ୍ୟ ଦେଶକୁ ଯିବାକୁ ପ୍ରରୋଚିତ କରୁଛି। ଏ ଦେଶକୁ ଆସି ମୁଁ ବହୁ ଉଦାର ପ୍ରକୃତିର ପୁରୁଷ ନାରୀଙ୍କୁ ଦେଖି ବିସ୍ମିତ ହୋଇଛି, କିନ୍ତୁ ଧର୍ମ ମହାସଭା ପରେ ଏକ ବିଖ୍ୟାତ ପ୍ରେସବିଟେରିଆନ ସମ୍ବାଦପତ୍ର ଗୋଟିଏ ତୀବ୍ର ଆକ୍ରମଣାତ୍ମକ ରଚନା ଦ୍ୱାରା ମୋତେ ସମ୍ବର୍ଦ୍ଧନା କରିଥିଲା। ସମ୍ପାଦକ ଏଇଟିକୁ କହନ୍ତି ଉତ୍ସାହ। ମିଶନାରୀମାନେ ଜାତୀୟତାକୁ ବିସର୍ଜନ ଦିଅନ୍ତି ନାହିଁ ବା ଦେଇପାରନ୍ତି ନାହିଁ। ସେମାନେ ଆଦୌ ଉଦାର ନୁହନ୍ତି। ଅତଏବ ଧର୍ମାନ୍ତରିତ କରିବା ମାଧ୍ୟମରେ ସେମାନଙ୍କ ଦ୍ୱାରା କିଛି ହେଲେ ସାଧିତ ହୁଏ ନାହିଁ। ଅବଶ୍ୟ ନିଜ ମଧ୍ୟରେ ସାମାଜିକ ମିଳାମିଶାରେ ସେମାନଙ୍କ ସମୟ ବେଶ ଭଲ ଭାବରେ କଟେ। ଭାରତବର୍ଷରେ ପ୍ରୟୋଜନ ଖ୍ରୀଷ୍ଟଙ୍କ ନିକଟରୁ ସାହାଯ୍ୟ, ଖ୍ରୀଷ୍ଟ ବିରୋଧୀଙ୍କ ନିକଟରୁ ନୁହେଁ। ଏସବୁ ମିଶନାରୀ ଖ୍ରୀଷ୍ଟଙ୍କ ଭଳି ନୁହନ୍ତି। ଖ୍ରୀଷ୍ଟଙ୍କର ଆଦର୍ଶ ଅନୁଯାୟୀ ସେମାନେ ଆଚରଣ କରନ୍ତି ନାହିଁ। ସେମାନେ ବିବାହିତ। ଭାରତକୁ ଯାଇ ସେମାନେ ସୁଖ ସ୍ୱାଚ୍ଛନ୍ଦ୍ୟରେ ବାସ କରନ୍ତି ଏବଂ ସୁଖରେ ଜୀବନଯାତ୍ରା ନିର୍ବାହ କରନ୍ତି। ଖ୍ରୀଷ୍ଟ ଏବଂ ତାଙ୍କର ଶିଷ୍ୟମାନେ ଭାରତକୁ ଆସିଲେ ପ୍ରକୃତ କଲ୍ୟାଣ ସାଧନ କରନ୍ତି, ଯେପରି ବହୁ ହିନ୍ଦୁ ସାଧକ କରିଥାନ୍ତି। କିନ୍ତୁ ଏ ସମସ୍ତ ମିଶନାରୀମାନଙ୍କର ସେହି ଚାରିତ୍ରିକ ପବିତ୍ରତା ନାହିଁ। ହିନ୍ଦୁମାନେ ସାନନ୍ଦରେ ଖ୍ରୀଷ୍ଟାନମାନଙ୍କର ଖ୍ରୀଷ୍ଟଙ୍କୁ ସ୍ୱାଗତ ଜଣାଇବେ, କାରଣ ତାଙ୍କର ଜୀବନ ଥିଲା ପବିତ୍ର ଓ ସୁନ୍ଦର। କିନ୍ତୁ ସେମାନେ ଅଜ୍ଞ, ମିଥ୍ୟାଚାରୀ ଓ ଆତ୍ମପ୍ରବଞ୍ଚକ ବ୍ୟକ୍ତିମାନଙ୍କର ଅନୁଦାର ଉକ୍ତିଗୁଡ଼ିକୁ ଗ୍ରହଣ କରିପାରିନାହାନ୍ତି କି କରିପାରିବେ ନାହିଁ। ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମନୁଷ୍ୟଠାରୁ ପୃଥକ୍। ଏହି ପାର୍ଥକ୍ୟ ନଥିଲେ ମନୁଷ୍ୟ ମନର ଅଧପତନ ହୁଅନ୍ତା। ବିଭିନ୍ନ ଧର୍ମ ନଥିଲେ ଗୋଟିଏ ହେଲେ ଧର୍ମ ତିଷ୍ଠି ରହିପାରନ୍ତା ନାହିଁ। ଖ୍ରୀଷ୍ଟିଆନମାନଙ୍କର ପ୍ରୟୋଜନ ତାଙ୍କର ନିଜ ଧର୍ମର, ହିନ୍ଦୁର ମଧ୍ୟ ସେହିପରି ପ୍ରୟୋଜନ ନିଜ ଧର୍ମର। ବର୍ଷ ପରେ ବର୍ଷ ଧର୍ମଗୁଡ଼ିକ ପରସ୍ପର ସଙ୍ଗେ ଲଢ଼େଇ କରୁଛନ୍ତି। ଯେଉଁ ସବୁ ଧର୍ମଗ୍ରନ୍ଥ ଉପରେ ପ୍ରତିଷ୍ଠିତ ସେଗୁଡ଼ିକ ଆଜି ମଧ୍ୟ ବଞ୍ଚିଅଛି। ଖ୍ରୀଷ୍ଟିଆନମାନେ ଇହୁଦୀମାନଙ୍କୁ ଧର୍ମାନ୍ତରିତ କରିପାରିଲେ ନାହିଁ କାହିଁକି? କାହିଁକି ବା ସେମାନେ ପାର୍ସୀମାନଙ୍କୁ ଖ୍ରୀଷ୍ଟାନ କରିପାରିଲେ ନାହିଁ? ମୁସଲମାନମାନଙ୍କୁ ସେମାନେ ଧର୍ମାନ୍ତରିତ କରିପାରିନାହାନ୍ତି କାହିଁକି? ଚୀନ ଓ ଜାପାନ ଉପରେ କୌଣସି ପ୍ରଭାବ ବିସ୍ତାର କରିବା ସମ୍ଭବ ହୋଇନାହିଁ କାହିଁକି? ବୌଦ୍ଧ ଧର୍ମ ହିଁ ପ୍ରଥମ
ପ୍ରଚାରଶୀଳ ଧର୍ମ ଏବଂ ବୌଦ୍ଧମାନଙ୍କର ସଂଖ୍ୟା ଯେକୌଣସି ଧର୍ମାବଲମ୍ବୀ ସଂଖ୍ୟାରେ ଦ୍ୱିଗୁଣ। ସେମାନେ ତରବାରୀ ସାହାଯ୍ୟରେ ପ୍ରଚାର କରିନାହାନ୍ତି। ମୁସଲମାନମାନେ ସବୁଠାରୁ ବେଶୀ ହିଂସାର ପଥ ଅବଲମ୍ବନ କରିଛନ୍ତି। ତିନୋଟି ବୃହତ୍ ପ୍ରଚାରଶୀଳ ଧର୍ମ ମଧ୍ୟରେ ସେମାନଙ୍କର ସଂଖ୍ୟା ସର୍ବାପେକ୍ଷା କମ୍। ମୁସଲମାନମାନଙ୍କର ମଧ୍ୟ ଏକ ସମୟରେ ପ୍ରତିପତ୍ତିର ଦିନ ଆସିଥିଲା। ପ୍ରତିଦିନ ଶୁଣାଯାଏ ଖ୍ରୀଷ୍ଟିଆନ ଜାତି ରକ୍ତପାତ ଦ୍ୱାରା ଦେଶ ଅଧିକାର କରୁଛି। କୌଣସି ମିଶନାରୀ ଏହାର ପ୍ରତିବାଦରେ ପଦେ କଥା କହୁଛନ୍ତି କି? ଅତି ରକ୍ତ ପିପାସୁ ଜାତିଗୁଡ଼ିକ କାହିଁକି ଏପରି ଗୋଟିଏ ଅଭିଯୁକ୍ତ ଧର୍ମକୁ ଗୌରବାନ୍ୱିତ କରିବେ ଯାହା କଦାପି ଖ୍ରୀଷ୍ଟଙ୍କର ଧର୍ମ ନୁହେଁ? ଇହୁଦୀ ଓ ଆରବମାନେ ହିଁ ଥିଲେ ଖ୍ରୀଷ୍ଟ ଧର୍ମର ଜନ୍ମଦାତା। ଖ୍ରୀଷ୍ଟିଆନମାନେ ସେମାନଙ୍କୁ କି ଭାବରେ ନାନା ନିର୍ଯାତନା କରିଛନ୍ତି। ଭାରତରେ ଖ୍ରୀଷ୍ଟିଆନମାନଙ୍କର ମୂଲ୍ୟ ନିର୍ଦ୍ଧାରିତ ହୋଇଯାଇଛି ଏବଂ ଓଜନରେ ସେମାନେ କମ୍ ପଡ଼ିଛନ୍ତି। ମୁଁ କଠୋର ବାକ୍ୟ ପ୍ରୟୋଗ କରିବାକୁ ଚାହୁଁନାହିଁ। ଅନ୍ୟମାନେ ସେମାନଙ୍କୁ କି ଆଖିରେ ଦେଖନ୍ତି, ଖ୍ରୀଷ୍ଟିଆନମାନଙ୍କୁ ତାହା ହିଁ ଦେଖାଇବାକୁ ଚାହେଁ। ଯେଉଁ ସବୁ ମିଶନାରୀ ନରକର ଅଗ୍ନି କଥା ପ୍ରଚାର କରନ୍ତି, ସମସ୍ତେ ସେମାନଙ୍କୁ ଭୀତିପୂର୍ଣ୍ଣ ଚକ୍ଷୁରେ ଦେଖନ୍ତି। ତରବାରୀ ଘୁରାଇ ତରଙ୍ଗ ପରେ ତରଙ୍ଗ ଭଳି ମୁସଲମାନମାନେ ଭାରତକୁ ଆସିଛନ୍ତି, କିନ୍ତୁ ଆଜି ସେମାନେ କେଉଁଠି? ସବୁ ଧର୍ମର ଉପଲବ୍ଧିର ଶେଷ ସୀମା ହେଉଛି ଗୋଟିଏ ଆଧ୍ୟାତ୍ମିକ ସତ୍ତାର ଉପଲବ୍ଧି। କୌଣସି ଧର୍ମ ହିଁ ତାହାଠାରୁ ବେଶୀ ଶିକ୍ଷା ଦେଇପାରେ ନାହିଁ। ପ୍ରତ୍ୟେକ ଧର୍ମର ସାର ସତ୍ୟ ଅଛି ଏବଂ ଏହି ଅମୂଲ୍ୟ ସମ୍ପଦର ଗୋଟିଏ ବାହ୍ୟ ଆଧାର ଅଛି। ଇହୁଦୀ ଧର୍ମଗ୍ରନ୍ଥରେ ବା ହିନ୍ଦୁ ଧର୍ମଗ୍ରନ୍ଥରେ ବିଶ୍ୱାସ କରିବାଟା ଗୌଣ ବ୍ୟାପାର। ପାରିପାର୍ଶ୍ୱିକ ଅବସ୍ଥାଗୁଡ଼ିକର ପରିବର୍ତ୍ତନ ଘଟେ, ଆଧାର ପୃଥକ ପୃଥକ, କିନ୍ତୁ ମୂଳ ସତ୍ୟ ଏକ ହୋଇଥାଏ। ମୂଳ ସତ୍ୟଗୁଡ଼ିକ ଅଭିନ୍ନ ହେବା ଫଳରେ ପ୍ରତ୍ୟେକ ସମ୍ପ୍ରଦାୟର ଶିକ୍ଷିତ ବ୍ୟକ୍ତିମାନେ ସେଗୁଡ଼ିକ ଧରିଥାନ୍ତି। ଯଦି ଜଣେ ଖ୍ରୀଷ୍ଟିଆନକୁ ପଚରାଯାଏ ତାଙ୍କ ଧର୍ମର ମୂଳ ସତ୍ୟ କ'ଣ, ତାହେଲେ ସେ ଉତ୍ତର ଦେବେ ପ୍ରଭୁ ଯୀଶୁଙ୍କର ଉପଦେଶ। ବାକି ଅଧିକାଂଶ ହିଁ ବାଜେ। ତେବେ ଅସାର ଅଂଶଟି ମଧ୍ୟ ନିରର୍ଥକ ନୁହେଁ। ଏହାଦ୍ୱାରା ହିଁ ଆଧାର ନିର୍ମିତ ହୁଏ। ସାମୁଗାରେ ଖଡ଼ଟି ଆକର୍ଷଣୀୟ ନୁହେଁ, କିନ୍ତୁ ଏହା ଭିତରେ ମୁକ୍ତା ଥାଏ। କିନ୍ତୁ କଦାପି ଯୀଶୁଙ୍କର ଜୀବନ ଚରିତ୍ର ଉପରେ ଆକ୍ରମଣ କରି କିଛି କହିବ ନାହିଁ। ଯୀଶୁଙ୍କର ଶୈଳ ଉପଦେଶ ସେ ଶ୍ରଦ୍ଧା କରେ। କିନ୍ତୁ କେତେଜଣ ଖ୍ରୀଷ୍ଟିଆନ ହିନ୍ଦୁ ଋଷିମାନଙ୍କର ଉପଦେଶ କଥା ଜାଣନ୍ତି ବା ଶୁଣିଛନ୍ତି? ସେମାନେ ମୂର୍ଖଙ୍କର ସ୍ୱର୍ଗରେ ବାସ କରନ୍ତି। ଜଗତର ଗୋଟିଏ କ୍ଷୁଦ୍ର ଅଂଶ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେବା ପୂର୍ବରୁ ଖ୍ରୀଷ୍ଟ ଧର୍ମ ବିଭିନ୍ନ ମତବାଦରେ ବିଭକ୍ତ ଥିଲା। ଏହା ହେଲା ପ୍ରକୃତିର ନିୟମ। ଧର୍ମ ଜଗତର ଏହି ମହାନ ଐକ୍ୟତାନ ମଧ୍ୟରୁ ଗୋଟିଏ ମାତ୍ର ଯନ୍ତ୍ର କାହିଁକି ଗ୍ରହଣ କର? ଏହି ଅପୂର୍ବ ଐକ୍ୟତାନ ଚାଲିଥାଉ। ପବିତ୍ର ହୁଅ, କୁସଂସ୍କାର ପରିତ୍ୟାଗ କର ଏବଂ ପ୍ରକୃତିର ଆଶ୍ଚର୍ଯ୍ୟ ସମନ୍ୱୟ ଲକ୍ଷ୍ୟ କର। କୁସଂସ୍କାର ହିଁ ଧର୍ମ ଉପରେ ଆଧିପତ୍ୟ କରେ। ସମସ୍ତ ଧର୍ମ ହିଁ ଭଲ, କାରଣ ମୂଳ ସତ୍ୟ ସର୍ବତ୍ର ଏକ। ପ୍ରତ୍ୟେକ ମନୁଷ୍ୟକୁ ତାହାର ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ କରିବାକୁ ହେବ, କିନ୍ତୁ ଏହି ବ୍ୟଷ୍ଟିଗୁଡ଼ିକ ନେଇ ଗଢ଼ି ଉଠେ ପୂର୍ଣ୍ଣାଙ୍ଗ ସମଷ୍ଟି। ଏହି ଚମତ୍କାର ପରିବେଶ ବର୍ତ୍ତମାନ ମଧ୍ୟ ରହିଛି। ଏହି ଅପୂର୍ବ ସୌଧ ନିର୍ମାଣ ପାଇଁ ପ୍ରତ୍ୟେକ ଧର୍ମ ବିଶ୍ୱାସର ହିଁ କିଛି ନା କିଛି ଦେବାର ଅଛି। ଯୀଶୁଖ୍ରୀଷ୍ଟଙ୍କର ଚରିତ୍ରର ସୌନ୍ଦର୍ଯ୍ୟ ଯେଉଁ ହିନ୍ଦୁ ଦେଖିବାକୁ ନ ପାଏ, ତାକୁ ମୁଁ କରୁଣାର ପାତ୍ର ବୋଲି ମନେ କରେ। ଖ୍ରୀଷ୍ଟଙ୍କ ପରି ହିନ୍ଦୁ ଋଷିମାନଙ୍କୁ ଯେଉଁ ଖ୍ରୀଷ୍ଟିଆନ ଶ୍ରଦ୍ଧା କରେ ନାହିଁ, ତାଙ୍କୁ ବି ମୁଁ କରୁଣା କରେ। ମନୁଷ୍ୟ ଯେତେ ବେଶୀ ନିଜ ଆଡ଼କୁ ଦୃଷ୍ଟି ଦିଏ, ପ୍ରତିବେଶୀ ଆଡ଼କୁ ତାହାର ଦୃଷ୍ଟି ସେତେ କମିଯାଏ। ଯେଉଁମାନେ ଅନ୍ୟକୁ ଧର୍ମାନ୍ତରିତ କରି ବୁଲନ୍ତି ଏବଂ ଅନ୍ୟର ଆତ୍ମାକୁ ପରିତ୍ରାଣ କରିବା ପାଇଁ ଖୁବ୍ ବ୍ୟସ୍ତ, ସେହିମାନେ ହିଁ ବହୁ କ୍ଷେତ୍ରରେ ନିଜ ନିଜ ଆତ୍ମାକୁ ଭୁଲି ଯାଆନ୍ତି। ଜଣେ ମହିଳା ମୋତେ ପ୍ରଶ୍ନ କରିଥିଲେ, ଭାରତୀୟ ନାରୀମାନେ ଆହୁରି ଉନ୍ନତ ନୁହନ୍ତି କାହିଁକି? ବିଭିନ୍ନ ଯୁଗରେ ବର୍ବର ଆକ୍ରମଣକାରୀମାନେ ହିଁ ଅନେକ ପରିମାଣରେ ଏଥିପାଇଁ ଦାୟୀ ଏବଂ ଭାରତବାସୀ ନିଜେ ମଧ୍ୟ ଆଂଶିକ ଭାବରେ ଏଥିପାଇଁ ଦାୟୀ। ଏ ଦେଶର ବଲ୍ନୃତ୍ୟ ଓ ଉପନ୍ୟାସ ଭକ୍ତ ନାରୀମାନଙ୍କ ତୁଳନାରେ ଆମମାନଙ୍କ ଦେଶର ନାରୀମାନେ ବରାବର ହିଁ ଅନେକ ଭଲ। ଯେଉଁ ଦେଶରେ ନିଜ ସଭ୍ୟତା ସମ୍ବନ୍ଧରେ ଏତେ ଦମ୍ଭ, ସେ ଦେଶରେ ଆଧ୍ୟାତ୍ମିକତା କେଉଁଠି? ମୁଁ ତ ଦେଖିବାକୁ ପାଉନାହିଁ। ଇହକାଳ ଏବଂ ପରକାଳ, ଏହି କଥାଗୁଡ଼ିକ ତ ଶିଶୁମାନଙ୍କୁ ଭୟ ଦେଖାଇବା ପାଇଁ। ଏହିଠାରେ ସବୁକିଛି ଈଶ୍ୱରଙ୍କୁ ନେଇ ଜୀବନଯାପନ, ତାଙ୍କ ଭାବ ନେଇ ବିବରଣ ଏହିଠାରେ, ଏହି ଶରୀରରେ ହିଁ। ସକଳ ସ୍ୱାର୍ଥ ବିସର୍ଜନ ଦେବାକୁ ହେବ।
ସମସ୍ତ କୁସଂସ୍କାର ଦୂର କରିଦେବାକୁ ହେବ। ଭାରତରେ ବର୍ତ୍ତମାନ ମଧ୍ୟ ଏପରି ମନୁଷ୍ୟ ଅଛନ୍ତି। ଏ ଦେଶରେ ସେପରି ଲୋକ କାହାନ୍ତି? ଆପଣମାନଙ୍କର ପ୍ରଚାରକମାନେ ସ୍ୱପ୍ନ ବିଳାସୀମାନଙ୍କୁ ସମାଲୋଚନା କରନ୍ତି। ଏଠାରେ ଆହୁରି କିଛି ଅଧିକ ସ୍ୱପ୍ନ ବିଳାସୀ ଥିଲେ ଏ ଦେଶର ଲୋକେ ସମୃଦ୍ଧିଶାଳୀ ହୋଇପାରନ୍ତି। ଏଠାରେ ଯଦି କେହି ଯୀଶୁଖ୍ରୀଷ୍ଟଙ୍କର ଉପଦେଶ ଆକ୍ଷରିକ ଭାବରେ ପାଳନ କରନ୍ତି ତେବେ ତାଙ୍କୁ ଧର୍ମ ଉନ୍ମତ୍ତ କୁହାହେବ। ସ୍ୱପ୍ନ ବିଳାସ ଏବଂ ଊନବିଂଶ ଶତାବ୍ଦୀର ଦାମ୍ଭିକତା ଏ ଦୁଇ ମଧ୍ୟରେ ଅନେକ ପ୍ରଭେଦ। ଗୁଣଗ୍ରାହୀ ମଧୁମକ୍ଷିକା ଫୁଲର ସନ୍ଧାନ କରେ, ହୃଦୟ ପଦ୍ମ ବିକଶିତ କରେ। ସମଗ୍ର ଜଗତ ଈଶ୍ୱର ଭାବରେ ପୂର୍ଣ୍ଣ, ପାପରେ ପୂର୍ଣ୍ଣ ନୁହେଁ। ଆମେମାନେ ଯେପରି ପରସ୍ପରକୁ ସାହାଯ୍ୟ କରୁ, ଆମେମାନେ ଯେପରି ପରସ୍ପରକୁ ଭଲ ପାଉ। ବୌଦ୍ଧମାନଙ୍କର ଗୋଟିଏ ସୁନ୍ଦର ପ୍ରାର୍ଥନା। ସକଳ ସାଧୁସନ୍ଥଙ୍କୁ ପ୍ରଣାମ, ସକଳ ମହାପୁରୁଷଙ୍କୁ ପ୍ରଣାମ, ଜଗତର ସକଳ ପବିତ୍ର ନରନାରୀଙ୍କୁ ପ୍ରଣାମ। ଓଁ ଶାନ୍ତି ଶାନ୍ତି ଶାନ୍ତି। ହରି ଓଁ ତତ୍ସତ୍।